ମୋ ନା ବିଚିତ୍ର ବିଶ୍ୱାଳ। ଆମର ଏଇ ଉଠ ଓଡ଼ିଆ ସଂକଳ୍ପ ଯାତ୍ରା ଯେଉଁ ଆରମ୍ଭ ହେଇଛି 10 ତାରିଖରୁ ଆରମ୍ଭ ହେଇଛି, ଯେଉଁଟା 14 ତାରିଖ ଭୁବନେଶ୍ୱରରେ ପହଞ୍ଚିବ, ସେଇଥିରେ ଆମେ ଭାଗ ନେଉଛୁ। ଏବଂ ଉଦ୍ଦେଶ୍ୟ ହେଉଛି ଆଜି ଓଡ଼ିଶା ଯେଉଁ ଅବସ୍ଥାରେ ପହଞ୍ଚିଛି, ଓଡ଼ିଶାର ଶିକ୍ଷାର ଯେଉଁ ଦୁରାବସ୍ଥା ହେଇଛି, ସ୍ୱାସ୍ଥ୍ୟରେ ଯେଉଁ ଦୁରାବସ୍ଥା ହେଇଛି ଏବଂ ଓଡ଼ିଶାର ଚାଷୀମାନେ ଯେଉଁ ସଙ୍କଟରେ ପଡ଼ିଛନ୍ତି, ଏସବୁ ଓଡ଼ିଶାର ଯୁବକମାନଙ୍କ ଭିତରେ ଆଜି ଯେଉଁ ସ୍ୱପ୍ନ ମରିଯାଉଛି, ଓଡ଼ିଆର ଭାଷା ଯେପରି ଭାବେ ନଷ୍ଟ ହେଇ ଚାଲିଛି, ଯୁବକମାନେ ନିଶାଗ୍ରସ୍ତ ହେଇ ଚାଲିଛନ୍ତି, ଓଡ଼ିଶାର ସ୍ୱାଭିମାନ ଅସ୍ମିତା ସବୁ ଯେମିତି ଆଜି ନିମ୍ନଗାମୀ ହେଇ ଚାଲିଛି, ତାକୁ ନେଇକରି କେମିତି ଓଡ଼ିଆ ଯୁବକମାନେ ଓଡ଼ିଆ ପ୍ରାଣମାନେ ଠିଆ ହେବେ ଏବଂ ତା ବିରୁଦ୍ଧରେ ଲଢ଼େଇ କରି କେମିତି ଗୋଟେ ବାସ୍ତବ ଅର୍ଥରେ ବିକଶିତ ଓଡ଼ିଶା ଗଠନ କରିପାରିବେ। ଏବଂ ସେକୁ ନେଇ ଉଠ ଓଡ଼ିଆ ସଂକଳ୍ପ ଯାତ୍ରା ଚାଲୁଛି ଏବଂ ଉଠ ଓଡ଼ିଆ ଆହ୍ୱାନ ଦେଉଛି। ଏବଂ ଆସନ୍ତା 12 ବର୍ଷ ପରେ ଆମର ଓଡ଼ିଶାକୁ 100 ବର୍ଷ ପୂରିବ ଏବଂ ଓଡ଼ିଶା ହେଉଛି ପ୍ରଥମ ଭାଷା ଭିତ୍ତିକ ରାଜ୍ୟ, ଯାହା ଯିଏ ଭାଷାକୁ ନେଇ ରାଜ୍ୟ ହୋଇଛି। ତ ଏଇ 100 ବର୍ଷ ପରେ ଆମର ଉତ୍ତର ପିଢ଼ି ମାନଙ୍କ ପାଖରେ ଆମେ ଗୋଟେ କେମିତିଆ ଓଡ଼ିଶା ଦେଇପାରିବା, ଗୋଟେ ସମ୍ପୂର୍ଣ୍ଣ ଓଡ଼ିଶା ଦେଇପାରିବା କି, ତାକୁ ନେଇ ଓଡ଼ିଶାକୁ ଓଡ଼ିଶାର ଓଡ଼ିଆ ଭାଇମାନଙ୍କୁ ଆହ୍ୱାନ ଦେବା ପାଇଁ ଇଏ ଉଠ ଓଡ଼ିଆର ଅଭିଯାନ। ମୋ ନାଁ ଜ୍ଞାନରଞ୍ଜନ ଦାସ, ଉଠ ଓଡ଼ିଆ ଅଭିଯାନର ଜଣେ ସଦସ୍ୟ, ଯାତ୍ରୀ ଜଣ। ଉଠ ଓଡ଼ିଆ ଅଭିଯାନ 7 ମାସ ତଳୁ ଆରମ୍ଭ ହେଲାଣି। ଆମେ ପ୍ରଥମେ 2 ଜଣ ଆମ ଅଭିଯାନର ଏଠିକି ଆସିଥିଲୁ ଗୋଟେ ବୈଠକ କରିବା ପାଇଁ। ସେବେ ଯେବେ ଆସିଥିଲୁ, ଏଇ ମୁଖ୍ୟ ଫାଟକ ସାମ୍ନାରେ ମଦ ବୋତଲ ଏବଂ ତା ଭିତରେ ଯୋଉ ପଞ୍ଚସଖା ମାନଙ୍କର ମୂର୍ତ୍ତି ଅଛି, ତାଙ୍କ ପାଖରେ ଯୋଉ ସବୁ ଘର ଅଛି, ଆପଣ ବି ଦେଖିପାରିବେ ସେଠି ବହୁତ ଆପତ୍ତିଜନକ ଜିନିଷ ଏବଂ ତା ସହିତ ମଦ ବୋତଲ, ସିଗାରେଟ ଖୋଳ ଏଇଭଳି ଏକ ପରିତ୍ୟକ୍ତ ଅବସ୍ଥାରେ ଏଟା ପଡି ରହିଛି। ସେଦିନ ଆମେ ଚିନ୍ତା କରିଥିଲୁ କି ନାଇଁ, ଉଠ ଓଡ଼ିଆ ସଂକଳ୍ପ ଯାତ୍ରା ବା ଉଠ ଓଡ଼ିଆ ଅଭିଯାନକୁ ଏଇ ଜାଗାକୁ ଥରେ ଆଣିବୁ। ଆକ୍ଚୁଆଲି ମାନେ ପ୍ରକୃତରେ ଯୋଉ ତିଆରି ହେଇଥିଲା ଅତୀତରେ, ଯୋଉ ଗୋଟେ ମଣିଷ ତିଆରି କାରଖାନା ପଞ୍ଚସଖା ତିଆରି କରିଥିଲେ ଓଡ଼ିଆକୁ ବଞ୍ଚିବା ପାଇଁ, ତାର ଅବସ୍ଥା ଆଜି ଦେଖିବା ପାଇଁ ଆମେ ଚାହିଁଥିଲୁ। ତେଣୁକରି ଆମେ ଜାଣିଥିଲୁ ଏଠି ଅବ୍ୟବସ୍ଥା ଅଛି, କିନ୍ତୁ ତଥାପି ଆମେ ଯାତ୍ରୀମାନଙ୍କୁ ଏଠି ଆଣିଛୁ ସେଟା ଅନୁଭବ କରିବା ପାଇଁ ଯେ କେଉଁଭଳି ପରିତ୍ୟକ୍ତ ଅବସ୍ଥାରେ ଆମର ମାନେ ଅତୀତର ଐତିହ୍ୟ ସବୁ ପଡିକି ରହିଛି। ସେଥିପାଇଁ ବକୁଳବନ ଆସିଛୁ। ଏଠି ମଧ୍ୟ ଆଜି କିଛି ଶ୍ରମଦାନ ହବ, ଏଠି ସଫାସଫି କରିବାର ପ୍ରୋଗ୍ରାମ ଅଛି।